ନମସ୍କାର, ଜୟ ଜଗନ୍ନାଥ। ଶୁଭ ସକାଳ ସମସ୍ତଙ୍କୁ। ସକାଳୁ ଉଠି ଆମେ ଦୁଇ ଜଣ ଫ୍ରେଶ୍ ହେଇ ବାହାରି ପଡ଼ିଲୁ ଖୋର୍ଦ୍ଧା। ଖୋର୍ଦ୍ଧା ଯିବାର କାରଣ ଏଇ ଯେ କି ଭାଇର ଦାନ୍ତକୁ ପୋକ କାଟୁଛି, ବହୁତ ଜୋରସେ ପେନ୍ ହେଉଥିଲା 2 ଦିନ ହେଲା। ସେ ବିଷୟରେ ଆମର ଜଣେ ସାଙ୍ଗ ଖୋର୍ଦ୍ଧାରେ ତାଙ୍କ ଘର, ତାକୁ ସେ ଜାଣିଲା କି ତାଙ୍କ ଘର ପାଖରେ କିଏ ଜଣେ ପୋକ ଝାଡ଼ୁଛି ବୋଲି। ସେ ଆମକୁ କହିଲା, ଆମେ ଆସିଲୁ ଖୋର୍ଦ୍ଧା। ଆମେ ତ ଜାଣିନୁ ଏତେ ମେଡ଼ିକାଲ ସାଇନ୍ସ ଏତେ ଡେଭଲପମେଣ୍ଟ ହେଲା ପରେ ବି ଏବେ ବି ସେଇ ଚେରମୂଳି ଉପରେ ବିଶ୍ୱାସ କରୁଛନ୍ତି। ମୋର ତ ବିଶ୍ୱାସ ହେଉନି, ଦେଖିବା କ'ଣ ହେଉଛି। ତାପରେ ଆମେ ଆସି ପହଞ୍ଚି ଯାଇଥିଲୁ ମନୁଆଙ୍କ ଘର ପାଖାପାଖି। ଏଇଠି ଆମେ 4 ଜଣ ବାହାରି ପଡ଼ିଲୁ ତାଙ୍କ ଘରକୁ, କି ଭଗବାନଙ୍କ ନାଁରେ କିଛି ଦେଉଛନ୍ତି ବୋଲି। ମୋର ତ ବିଶ୍ୱାସ ହେଉନି, ଫିର୍ ବି ଦେଖିବା କ'ଣ ହେଉଛି। ଯେହେତୁ ସେ ମାଉସୀ ଜଣେ ଭଗବାନଙ୍କ ନାଁରେ ଦେଉଛନ୍ତି, ଭଗବାନଙ୍କୁ ପୂଜା କରାହୁଏ, ସେଥିପାଇଁ ଆମେ ପହଞ୍ଚିଥିଲୁ ଗୋଟେ ଭୋଗ ଦୋକାନ ପାଖରେ। ଏଠି କିଛି ଭୋଗର ସାମାନ କିଛି କିଣୁଥିଲୁ। ଭୋଗର ସାମାନ କିଣି ସାରିଲା ପରେ ଆମେ ତାଙ୍କ ଘରକୁ ଯିବୁ। ତାପରେ ଆମେ 4 ଜଣ ଆସି ପହଞ୍ଚି ଯାଇଥିଲୁ ମାଉସୀଙ୍କ ଘର ପାଖରେ। ମାଉସୀ କିଛି ଭଗବାନଙ୍କୁ ନାଁ ନେଇକି ଗୋଟେ ଚେରରେ ଦାନ୍ତକୁ ଟିକେ ଘଷି ଦେଉଥିଲେ। ତାପରେ ମୋର ତ ବିଶ୍ୱାସ ହେଉନି, ଦେଖିବା କ'ଣ ହେଉଛି। ମାଉସୀ କେତେ ସତ କହୁଛନ୍ତି, କେତେ ମିଛ କହୁଛନ୍ତି। ତାପରେ ଦେଖୁ ଦେଖୁ ମାଉସୀ ଦାନ୍ତର 2ଟା ପୋକ ବାହାର କରିଦେଲେ। ତାପରେ ମୁଁ ବିଶ୍ୱାସ କରିବାକୁ ବାଧ୍ୟ ହେଲି। ଯେତେ ମେଡ଼ିକାଲ ସାଇନ୍ସ ଆଗକୁ ଡେଭଲପମେଣ୍ଟ ହେଲେ ବି ଏଇ ଆମ ଚେରମୂଳିକାରେ ହିଁ ବହୁତ କିଛି ରହିଛି। ନେଇକି ଯିବୁ ଦେଖେ ଜିନିଷଟା କ'ଣ ମୋର ତ ବିଲକୁଲ ବି ବିଶ୍ୱାସ ହେଉନଥିଲା, କିନ୍ତୁ ଦାନ୍ତରୁ ପୋକ ବାହାର କରିସାରିଲା ପରେ, ପୋକକୁ ରିଅଲରେ ଦେଖି ସାରିଲା ପରେ ମୋର ବିଶ୍ୱାସ ହେଲା। ତାପରେ ଯାହା ବି ହେଉ, ଦାନ୍ତରୁ ପୋକ ଝାଡ଼ି ଆମେ 4 ଜଣ ବାହାରି ପଡ଼ିଥିଲୁ। ସକାଳ କିଛି ଖାଇନଥିଲୁ ବୋଲି ତାପରେ ତାଙ୍କ ଗାଁ ଛକରେ ଆମେ 4 ଜଣ ମିଶିକି ଟିକେ ଦହିବରା ଖାଇବା ପାଇଁ ପ୍ଲାନିଂ କରିଥିଲୁ। ମୁଁ ତ ପ୍ରଥମ ଥର ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଇଯାଇଥିଲି। ଆଉ ଆପଣମାନେ ଏ କଥା ଆଗରୁ ଶୁଣିଥିଲେ କି ନାହିଁ, ସେଇଟା କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଯଦି ମୋ ଭିଡ଼ିଓ ଭଲ ଲାଗିଥିବ ଗୋଟେ ଲାଇକ୍, ଗୋଟେ ଫଲୋ, ଗୋଟେ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ଲଭ୍ ୟୁ ଅଲ୍।